ବିଜେଡି ନା ବିଜେପି କିଏ ଯିବେ ରାଜ୍ୟସଭା? କଂଗ୍ରେସ ବିଜେଡି କରିବେ କି ମେଣ୍ଟ? ରାଜ୍ୟସଭାରେ ପୁଣି ବଢିବ କାହାର ଶକ୍ତି? ନୂଆପଡ଼ା ଉପନିର୍ବାଚନ ପରେ ଏବେ ରାଜ୍ୟସଭାକୁ ନେଇ ନିର୍ବାଚନ ତାତି। କେଉଁ ଦଳ ହାତକୁ ଯିବ ରାଜ୍ୟସଭା ଆସନ? ବିଜେଡି ନା ବିଜେପି? କାହାର ଶକ୍ତି ବଢିବ ଉଚ୍ଚ ସଦନରେ? ଓଡ଼ିଶାର 10 ରାଜ୍ୟସଭା ସିଟ୍ ଭିତରୁ ଆସନ୍ତା ବର୍ଷ ଏପ୍ରିଲ 2 ତାରିଖରେ ଶେଷ ହେଉଛି 4 ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ। ଆଉ ଏହି ସାଂସଦମାନଙ୍କ ଭିତରେ ଅଛନ୍ତି ସୁଜିତ କୁମାର, ମୁନ୍ନା ଖାଁ, ମମତା ମହାନ୍ତ ଓ ନିରଞ୍ଜନ ବିଶି। 2 ଜଣ ବିଜେଡି ଓ 2 ଜଣ ବିଜେପିର ସାଂସଦ ଅଛନ୍ତି ବର୍ତ୍ତମାନ ରାଜ୍ୟସଭାରେ। ଆଉ ଏମାନଙ୍କ କାର୍ଯ୍ୟ ଆସନ୍ତା ବର୍ଷ ଶେଷ ହେବାକୁ ଯାଉଛି। ଆଉ ଯେଉଁଥିପାଇଁ ପୁଣି ସରଗରମ ହୋଇଛି ରାଜନୀତି। ଖାଲି ହେବାକୁ ଥିବା ଆସନରେ କିଏ ଯିବେ ରାଜ୍ୟସଭା ତାକୁ ନେଇ ଏବେଠାରୁ ଆରମ୍ଭ ହୋଇଛି ଚର୍ଚ୍ଚା। ଏଥର ରାଜ୍ୟସଭା ଗଣିତ ମଧ୍ୟ ବେଶ୍ ଜଟିଳ ରହିଛି। କେମିତି ଏହାର ସମାଧାନ ହେବ ତାହା ସବୁଠାରୁ ବଡ଼ ପ୍ରଶ୍ନ। ବିଜେପିର କହିବା କଥା ଆସନ୍ତା ବର୍ଷ ଖାଲି ହେବାକୁ ଥିବା 4 ରାଜ୍ୟସଭା ଆସନ ଭିତରୁ 2ଟି ଆସନ ବିଜେପିର କ୍ଲିୟର ଅଛି। ଗୋଟିଏ ଆସନ ବିଜେଡିକୁ ଯିବ। ତେବେ ଆଉ ଗୋଟିଏ ସିଟ୍କୁ ନେଇ ଦ୍ୱନ୍ଦ୍ୱ ରହିଛି। ଆଉ ଏମିତି ବି ଆଲୋଚନା ହେଉଛି ଯେ ଚତୁର୍ଥ ଆସନ ମଧ୍ୟ ବିଜେପି ନେବାକୁ ସବୁ ଚେଷ୍ଟା କରିପାରେ। ଯଦି ଆମେ ସାଂସଦମାନଙ୍କ କାର୍ଯ୍ୟକାଳ ସମୟସୀମା ଦେଖିବା ତାହେଲେ ସେମାନଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଶେଷ ହେବ। ସୁଜିତ କୁମାର ଏପ୍ରିଲ 2, 2026ରେ ରାଜ୍ୟସଭାରୁ ଅବସର ନେବେ। ସେଭଳି ମୁନ୍ନା ଖାଁଙ୍କର କାର୍ଯ୍ୟକାଳ ଏପ୍ରିଲ 2, 2026ରେ ସରିବାକୁ ଯାଉଛି। ଅନ୍ୟପଟେ ଉଭୟ ମମତା ମହାନ୍ତ ଓ ନିରଞ୍ଜନ ବିଶିଙ୍କର ମଧ୍ୟ ଏପ୍ରିଲ 2, 2026ରେ କାର୍ଯ୍ୟକାଳ ସମାପ୍ତ ହେଉଛି। ତେଣୁ ଏହି 4 ଜଣଙ୍କ ବଦଳରେ କିଏ ଯିବେ ରାଜ୍ୟସଭା ନା ପୁଣି ଏମାନଙ୍କ ଭିତରୁ କାହାକୁ ରିପିଟ୍ କରାଯିବ ତାକୁ ନେଇ ଲାଗି ରହିଛି ସସ୍ପେନ୍ସ। ସଂଖ୍ୟା ଗଣତିକୁ ଦେଖିଲେ 4ଟି ରାଜ୍ୟସଭା ଆସନ ଭିତରୁ 2ଟି ବିଜେପିକୁ ଯିବା ପକ୍କା ଆଉ ଗୋଟିଏ ବିଜେଡିକୁ ଯିବା ମଧ୍ୟ ପକ୍କା। ତେବେ ଚତୁର୍ଥ ଆସନ କାହାକୁ ଯିବ ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି। କାରଣ ଚତୁର୍ଥ ଆସନ ହାତେଇବାକୁ କାହା ପାଖରେ ସଂଖ୍ୟା ନାହିଁ। ତେଣୁ ଚତୁର୍ଥ ଆସନ କାହା ହାତକୁ ଯିବ ତା ଉପରେ ସମସ୍ତଙ୍କ ନଜର ରହିଛି। ରାଜ୍ୟସଭା ଆସନକୁ ନେଇ ବିଜେଡି ବିଜେପିର ବଡ଼ ବଡ଼ ନେତାଙ୍କ ଆଖି ରହିଛି। ସେମାନେ ରାଜ୍ୟସଭା ଯିବା ଏକ ପ୍ରକାର ସ୍ଥିର ହୋଇସାରିଛି ବୋଲି ଆଲୋଚନା ମଧ୍ୟ ହେଉଛି। ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟସଭା ଯିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ରହିଆସିଛି। ଆଉ ନୂଆପଡ଼ା ଉପନିର୍ବାଚନ ପରେ ଏହି ଚର୍ଚ୍ଚା ଅଧିକ ଜୋର ଧରିଛି। କାରଣ ନୂଆପଡ଼ା ଉପନିର୍ବାଚନ ବିଜେପିର ଦମଦାର ବିଜୟ ପରେ ମନମୋହନ ଯୋଡ଼ିର ସଫଳତାକୁ ନେଇ ସବୁଠି ଚର୍ଚ୍ଚା। ଆଉ କୁହାଯାଉଛି କି ଖାଲି ହେବାକୁ ଥିବା ରାଜ୍ୟସଭା ସିଟ୍ରେ ଗୋଟିଏ ଆସନରେ ମନମୋହନ ସାମଲ ରାଜ୍ୟସଭା ଯିବେ, ଯାହା ଉପରୁ ନିଷ୍ପତ୍ତି ସରିଛି। ମନମୋହନକୁ ଛାଡ଼ିଲେ ବିଜେପିର କିଛି ନେତା ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଶେଶ୍ୱର ଟୁଡୁ, ଦିଲ୍ଲୀପ ରାୟ ଓ ସୁଜିତ କୁମାର ନିଜେ ମଧ୍ୟ ରାଜ୍ୟସଭାକୁ ଯିବା ରେସ୍ରେ ଅଛନ୍ତି। ସେପଟେ ଶାସକ ଦଳ ବିଜେପିକୁ ଛାଡ଼ିବା ପରେ ବିଜେଡିର ଗଣିତରେ କାହାକୁ ମିଳିବ ରାଜ୍ୟସଭା ଲଡୁ ତାହା ମଧ୍ୟ ଚର୍ଚ୍ଚାର ବିଷୟ। ଖାଲି ହେବାକୁ ଥିବା 4ଟି ରାଜ୍ୟସଭା ଆସନ ଭିତରୁ ଗୋଟିଏ ଆସନରେ ବିଜେଡିର ପ୍ରାର୍ଥୀ ଯିବା ଏକ ପ୍ରକାର ଥୟ। ସନ୍ତର୍ତ ମିଶ୍ର ନଚେତ୍ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବିଜେଡି ଟିକେଟରୁ ରାଜ୍ୟସଭାରେ ଏଣ୍ଟ୍ରି ମାରିପାରନ୍ତି ବୋଲି ଭିତରିଆ ରଣନୀତି ପ୍ରସ୍ତୁତ ହେଉଛି ବୋଲି ଚର୍ଚ୍ଚା ଆଲୋଚନା ହେଉଛି। ତେବେ ଏ ଆଲୋଚନା ଭିତରେ କିଏ ରାଜ୍ୟସଭାରେ ଯାଇ ରାଜ କରିବେ ତାହା ଦେଖିବାକୁ ବାକି ରହିଲା।